ईश्वर नियम सिंधुक अणाजिबा समय आमे महान उत्साह सेमानंक जीवन में देखा पाऊ। आज कौन आम जीवन में से उत्साह और उद्दीपना अच्छी कि आमे कौन ईश्वर उपस्थिति रे ईश्वर प्रशंसा गौरव करुअछु कि से माने निज निज को पवित्र कले आमे कौन निज को पवित्र करुछु कि मधुर वाक्य चला पथे साजे दीप आमरी चरण अलिभा आलोक देई जीवनर प्रतिपदे जीवनर प्रतिपदे बढ़ाए से सत्य पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। प्रिय दर्शक बंधु नमस्कार। प्रभु यीशु ख्रीष्टଙ୍କ मधुर नाम रे आपनको पथ प्रदर्शिका कार्यक्रम को स्वागत करूअछि। आपण केमिति अछंती? मोर विश्वास प्रभु का दया और अनुग्रह रु आपण निश्चय भल थिबे। आपण नियमित आम कार्यक्रम देखुछंती, शिक्षा लाभ करूछंती और आत्मिक जीवन रे बढ़ुछंती। तेथिबे मु विशेष आनंदित। आपणको मतामत निश्चय आमको टीवी स्क्रीन रे दिया जाइथिबा नंबर रे जणाइबे। आमे आपणको फोन कॉल रो अपेक्षा रे अछु। आमे गत पाठ रे आलोचना करिथिलु जे उस नियम सिंधु को छुईले और से सेठारे मरले। आज आमे तार 3 मास परर घटना विषय प्रति दृष्टि देउ। नियम सिंधुक को अणागला और अबेद इदमंक घरे रखागला। सेठारे केवल 3 मास रखिले और नियम सिंधुक जेरुसालेम को नहीं आसिले। सेथिपाई राजा दाऊद याजक माननकु मनोनीत करी नियुक्त कले। जो माने ईश्वर को प्रशंसा करिवे और उपासना करिवे दाऊद समस्त इस्राएल लोक माननकु आह्वान कले जेपरि एही नियम सिंधुक आनिबा और जेरुसालेम रे स्थापन करिबा निमंते से माने पूर्वरु जेपरि सगळ रे आनिथिले सेपरि आनिले नाही। याजक माने निज कांधरे बही आनिले जेपरि गणना पुस्तक रे लेखा अछि। ईश्वर को नियम सिंधुक अणाजिबा समय रे आमे महान उत्साह सेमानक जीवन रे देखिबा को पाऊ। आज कोन आम जीवन रे से उत्साह और उद्दीपना अछि कि आमे कोन ईश्वर को उपस्थिति रे ईश्वर को प्रशंसा गौरव करूअछु कि सेमान निज निज को पवित्र कले आमे कोन निज को पवित्र करूअछु कि। तेबे आसंतु आजिर आलोचना मध्य को जीवा पूर्वरु एक भक्तिमूलक गीत सुनिबा। ढाली देई गला से सारुधीरा आम पाप पाई रकत धारा ढाली देई गला से सारुधीरा आम पाप पाई रकत धारा बलि देई गला निज जीवन बलि देई गला निज जीवन निजे हेला निधन आहे दयावान क्षमार निर्झर प्रेमिक ईश्वर दया तुम अपार आहे परमेश्वर। आजिर अध्ययनर विषय होची प्रथम वंशावली तहिर 15 पर्व प्रथम पद ठारू आरंभ करी 16 पर्वर 7 पद पर्यंत।
ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ଆଲୋଚନାରେ ଆମେ ଦେଖିବାକୁ ପାରିଲୁ ଦାଉଦ ସଦାପ୍ରଭୁଙ୍କର ନିୟମ ସିନ୍ଦୁକକୁ ଅବିନାଦବର ଗୃହରୁ ତାହାଙ୍କର ରାଜଧାନୀ ଜିରୁସାଲମକୁ ଆଣିବାକୁ ଇଚ୍ଛା କରି ଯେଉଁ ପଦକ୍ଷେପ ନେଇଥିଲେ ତାହା ଯଦିଓ ଅତି ଉତ୍ତମ ଥିଲା, ମାତ୍ର ଯେଉଁପରି ଭାବରେ ସେ ନିୟମ ସିନ୍ଦୁକକୁ ଆଣିଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ନଥିଲା। ଫଳରେ ତହିଁରେ ତ୍ରୁଟି ଘଟିବାରୁ ଉଷର ମୃତ୍ୟୁ ଘଟିଲା ଓ ସେହି ନିୟମ ସିନ୍ଦୁକ ଜିରୁସାଲମକୁ ଆସିବା ପରିବର୍ତ୍ତେ ପଥ ପାର୍ଶ୍ୱସ୍ଥ ଗାଥିୟ ଓବେଦ ଇଦମର ଗୃହରେ ରହିଲା ଓ ସେଠାରେ 3 ମାସ ପର୍ଯ୍ୟନ୍ତ ରହିଲା। କିନ୍ତୁ ଇତିମଧ୍ୟରେ ଦାଉଦଙ୍କର ଚିନ୍ତାଧାରା ଅନ୍ୟ ଦିଗ ଆଡ଼କୁ ଗତିଗଲା। ସେ ନିଜ ନିମନ୍ତେ ଗୃହ ନିର୍ମାଣ କରି ଓ ନିଜର ପାରିବାରିକ ଜୀବନ ପ୍ରତି ଦୃଷ୍ଟି ଦେଲେ ଓ ପଲେଷ୍ଟିୟମାନଙ୍କ ସହିତ 2 ଥର ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ ଓ ତାହାଙ୍କର ସୁଖ୍ୟାତି ସର୍ବଦେଶରେ ବ୍ୟାପିଗଲା। କିନ୍ତୁ ଆଜି ଆମେ ଏହି ପ୍ରଥମ ବଂଶାବଳୀ 15 ପର୍ବରୁ 16 ପର୍ବ ମଧ୍ୟରେ ଦେଖିବାକୁ ଯିବା ଯେ ଦାଉଦ ବର୍ତ୍ତମାନ ନିୟମ ସିନ୍ଦୁକକୁ ଠିକ୍ ଭାବରେ ଆଣିବାକୁ ଯାଉଅଛନ୍ତି ଓ ତାହାକୁ ଉପଯୁକ୍ତ ସ୍ଥାନରେ ସ୍ଥାପନ କରୁଅଛନ୍ତି। ଦେଖନ୍ତୁ 15 ପର୍ବର ପ୍ରଥମ ପଦରେ ଏପରି ଲେଖା ଅଛି, ଆହୁରି ଦାଉଦ ଆପଣା ପାଇଁ ଦାଉଦ ନଗରରେ ଅନେକ ଗୃହ ନିର୍ମାଣ କଲେ ଆଉ ପରମେଶ୍ୱରଙ୍କ ସିନ୍ଦୁକ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରି ତହିଁ ପାଇଁ ଏକ ତମ୍ବୁ ସ୍ଥାପନ କଲେ। ଈଶ୍ୱର ଏଠାରେ ସେହି ନିୟମ ସିନ୍ଦୁକ ନିମନ୍ତେ ପ୍ରସ୍ତୁତ ହୋଇଥିବା ଏକ ସ୍ଥାନକୁ ଗୁରୁତ୍ୱ ବିଷୟ ବୋଲି ବିଚାର କରନ୍ତି, ମାତ୍ର ଦାଉଦଙ୍କର ହାଉସିଂ ବୋର୍ଡ ନୁହେଁ। ଦାଉଦ ସେହି ଦାଉଦ ନଗରରେ ତାହାଙ୍କ ନିମନ୍ତେ ଗୃହ ସବୁ ନିର୍ମାଣ କଲେ ଆଉ ତାହା ହାଉସିଂ ବୋର୍ଡ ପ୍ରୋଜେକ୍ଟ ଥିଲା ଓ ମୁଁ ନିଶ୍ଚିତ ଯେ ତାହା ଅନେକ ଲୋକଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଇଥିଲା। 2 ପଦରେ ଲେଖା ଅଛି, ସେ ସମୟରେ ଦାଉଦ କହିଲେ, ଲେବୀୟମାନଙ୍କ ଛଡ଼ା ଆଉ କାହାରି ପରମେଶ୍ୱରଙ୍କ ସିନ୍ଦୁକ ବହିବା କର୍ତ୍ତବ୍ୟ ନୁହେଁ, କାରଣ ପରମେଶ୍ୱରଙ୍କ ସିନ୍ଦୁକ ବହିବା ପାଇଁ ଓ ଚିରକାଳ ତାହାଙ୍କର ପରିଚର୍ଯା କରିବା ପାଇଁ ସଦାପ୍ରଭୁ ସେମାନଙ୍କୁ ମନୋନୀତ କରିଅଛନ୍ତି। ଦାଉଦ ଏଠାରେ ସେହି ନିୟମ ସିନ୍ଦୁକକୁ ଆଣିବା ନିମନ୍ତେ ଠିକ୍ ପଦକ୍ଷେପ ନେଉଛନ୍ତି। ସେଠାରେ ଲେବୀୟମାନଙ୍କ ବ୍ୟତୀତ ଆଉ କାହାରିକି ସେହି ନିୟମ ସିନ୍ଦୁକ ବହିବା ନିମନ୍ତେ ଅନୁମତି ଦେଉନାହାନ୍ତି, କାରଣ ସଦାପ୍ରଭୁ ସେହି କାର୍ଯ୍ୟ ନିମନ୍ତେ ସେମାନଙ୍କୁ ମନୋନୀତ କରିଥିଲେ। କିନ୍ତୁ ମୁଁ ଭାବେ ଯେ ଦାଉଦ ଯଦି ପ୍ରଥମରୁ ଏହିପରି ନିଷ୍ପତ୍ତି ନେଇଥାନ୍ତେ ତାହେଲେ ଏତେ ସମସ୍ୟା ହୋଇନଥାନ୍ତା। ମାତ୍ର ଏହା ମଧ୍ୟ ଦାଉଦଙ୍କ ନିମନ୍ତେ ଏକ ଶିକ୍ଷା ଥିଲା। ତା ନ ହୋଇଥିଲେ ସେ ତାହା ଜାଣିପାରି ନଥାନ୍ତେ ଓ ଆଜି ଏହା ମଧ୍ୟ ଆମମାନଙ୍କ ନିମନ୍ତେ ଏକ ଶିକ୍ଷା ଯେ ଯଦି ଆମମାନେ ଆମମାନଙ୍କ ଜୀବନରେ ଭୁଲ ନ କରୁ ତାହେଲେ ଆମେ ଅନେକ ବିଷୟ ଶିକ୍ଷା କରିପାରିବା ନାହିଁ କି ଈଶ୍ୱରଙ୍କ ମହତ୍ ଅଭିମତକୁ ବୁଝି ତାହାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ ସାଧନ କରିପାରିବା ନାହିଁ। ମନୁଷ୍ୟ ତା ଜୀବନରେ ଅନେକ ଭୁଲ ତ୍ରୁଟି କରିପାରେ, କିନ୍ତୁ ସେ ଯଦି ସେହି ତ୍ରୁଟିକୁ ତ୍ରୁଟି ବୋଲି ଜାଣି ତାହାକୁ ସଂଶୋଧନ କରେ ତାହେଲେ ତାହା ନିମନ୍ତେ ତାହା ଶିକ୍ଷାର ବିଷୟ ହୁଏ। ବିନାଶର କାରଣ ହୁଏ ନାହିଁ, ମାତ୍ର ଉଦ୍ଧାରର କାରଣ ହୁଏ। ଅଭିଶାପର କାରଣ ହୁଏ ନାହିଁ, ମାତ୍ର ଆଶୀର୍ବାଦର କାରଣ ହୁଏ। ଆମେ ପ୍ରତ୍ୟେକ ତାହା ଜାଣୁ। 3 ପଦରେ ଲେଖା ଅଛି, ଏଉତାରେ ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ ସେହି ସ୍ଥାନକୁ ତାହା ଆଣିବା ପାଇଁ ସେ ସମସ୍ତ ଇସ୍ରାଏଲକୁ ଜିରୁସାଲମରେ ଏକତ୍ର କଲେ। ରାଜା ଦାଉଦ ଚିନ୍ତା କଲେ ଯେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକକୁ ଆଣିବା ନିମନ୍ତେ ସମସ୍ତ ଇସ୍ରାଏଲ ଲୋକଙ୍କୁ ଏକତ୍ର କରିବା ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଈଶ୍ୱର ମଧ୍ୟ ଚିନ୍ତା କଲେ ଯେ ଏହା ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ସେ ଏହି ବିଷୟକୁ ଏହି ବଂଶାବଳୀ ପୁସ୍ତକରେ ପ୍ରକାଶ କରିଅଛନ୍ତି, ଯାହାକି ଏହି ଐତିହାସିକ ସମୟ ତାହାଙ୍କର ଦୃଷ୍ଟିକୋଣକୁ ଉପସ୍ଥାପିତ କରେ। ବର୍ତ୍ତମାନ ରାଜା ଦାଉଦ ସେହି ନିୟମ ସିନ୍ଦୁକକୁ ବହନ କରି ଆଣିବା ନିମନ୍ତେ ଉପଯୁକ୍ତ ଉପାୟ ଅବଲମ୍ବନ କରିବାକୁ ଯାଉଅଛନ୍ତି। ଦେଖନ୍ତୁ 4 ପଦରେ ଲେଖା ଅଛି, ଆଉ ଦାଉଦ ହାରଣ ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ଏକତ୍ର କଲେ। ଏହା ହିଁ ଥିଲା ଉପଯୁକ୍ତ ପଦକ୍ଷେପ, କାରଣ ସେହି ନିୟମ ସିନ୍ଦୁକ ଯାଜକମାନଙ୍କର ସ୍କନ୍ଧରେ ବହନ କରାଯିବାକୁ ଥିଲା। ତେଣୁକରି ସେ ହାରଣ ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ଏକତ୍ର କଲେ, କାରଣ ସେମାନେ ଯାଜକୀୟ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହାପରେ 11 ଓ 12 ପଦରେ ଲେଖା ଅଛି, ପୁଣି ଦାଉଦ ସାଦୋକ ଓ ଅବିୟାଥର ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ, ଉରିଏଲକୁ, ଅସାୟକୁ ଓ ଜୋଏଲକୁ, ସମୟକୁ ଓ ଇଲିଏଲକୁ ଓ ଅମିନାଦବକୁ ଡାକି କହିଲେ, ତୁମେମାନେ ଲେବୀୟମାନଙ୍କ ପିତୃବଂଶର ପ୍ରଧାନ। ମୁଁ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି ସେହି ସ୍ଥାନକୁ ତାହା ଆଣିବା ପାଇଁ ତୁମେମାନେ ଓ ତୁମମାନଙ୍କ ଭ୍ରାତୃଗଣ ଉଭୟ ଆପଣମାନଙ୍କୁ ପବିତ୍ର କର। ରାଜା ଦାଉଦ ନିୟମ ସିନ୍ଦୁକକୁ ରଖିବା ନିମନ୍ତେ ଏକ ସ୍ଥାନ ନିରୂପଣ କରିଥିଲେ, ମାତ୍ର ଏହି ସ୍ଥାନ ପ୍ରକୃତ କେଉଁ ସ୍ଥାନରେ ଥିଲା ସେହି ବିଷୟରେ କିଛି କୁହାଯାଇ ନାହିଁ। ତେବେ ଏହା କ'ଣ ସେହି ଅର୍ଣ୍ଣନର ଶସ୍ୟବର୍ଦ୍ଧନ ସ୍ଥାନ ଥିଲା? କାରଣ ପରେ ସେ ସେହି ସ୍ଥାନଟିକୁ କିଣିଥିଲେ ଯେଉଁଠାରେ କି ମନ୍ଦିର ନିର୍ମିତ ହେବାକୁ ଥିଲା।
ଏହା ସେହି ସଂକୀର୍ଣ୍ଣ ପର୍ବତ ଶିଖର ଉପରେ ଥିଲା ଯାହାକୁ ମୋରିଆ ପର୍ବତ କୁହାଯାଉଥିଲା, ଯେଉଁ ସ୍ଥାନରେ କି ଅବ୍ରାହମ ତାହାଙ୍କ ପୁତ୍ର ଇସାହାକଙ୍କୁ ବଳିଦାନ ନିମନ୍ତେ ଉତ୍ସର୍ଗ କରିବାକୁ ନେଇଥିଲେ। ସେହି ପର୍ବତ ଶିଖର ଠିକ୍ ଜିରୁସାଲମ ଓ ଗଲଗଥା ମଧ୍ୟ ଦେଇ ଯାଇଥିଲା। ଯେଉଁ ସ୍ଥାନରେ କି ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶାର୍ପିତ ହୋଇଥିଲେ ତାହା ମଧ୍ୟ ସେହି ସ୍ଥାନରେ ଅବସ୍ଥିତ ଥିଲା। ମୋର କହିବାର କଥା, ରାଜା ଦାଉଦ ସେହି ନିୟମ ସିନ୍ଧୁକ ନିମନ୍ତେ ଯେଉଁ ସ୍ଥାନ ନିରୂପଣ କରିଥିଲେ ତାହା ମୋରିଆ ପର୍ବତ ଉପରେ ଥିଲା। 13 ପଦରେ ଲେଖା ଅଛି, କାରଣ ପ୍ରଥମ ଥର ତୁମେମାନେ ତାହା ନ ବହିବାରୁ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ଆମମାନଙ୍କୁ ଆକ୍ରମଣ କଲେ, ଯେଣୁ ଆମ୍ଭେମାନେ ବିଧିମତେ ତାହାଙ୍କର ଅନ୍ୱେଷଣ ନ କଲୁ। ଆପଣଙ୍କର ମନେଥିବ ଯେ ଦାଉଦ ପ୍ରଥମେ ଈଶ୍ୱରଙ୍କୁ ଦୋଷାରୋପ କରିଥିଲେ, କାରଣ ସେ ଭାବୁଥିଲେ ଈଶ୍ୱର ଉଷର ମୃତ୍ୟୁ ଘଟାଇବା ଦ୍ୱାରା ଭୁଲ କରିଅଛନ୍ତି। ମାତ୍ର ପରେ ସେ ନିଜେ ଜାଣିବାକୁ ପାରିଲେ ଯେ ସେ ନିଜେ ହିଁ ଏଥିନିମନ୍ତେ ଦୋଷୀ ଓ ସେ ତାହା ଏଠାରେ ସ୍ୱୀକାର କରୁଅଛନ୍ତି। 14 ପଦରେ ଲେଖା ଅଛି, ତେଣୁ ଯାଜକମାନେ ଓ ଲେବୀୟମାନେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଧୁକ ଆଣିବା ନିମନ୍ତେ ଆପଣମାନଙ୍କୁ ପବିତ୍ର କଲେ। ଏଠାରେ ଏକ ପୁନରୁକ୍ତିର ବିଷୟ ଆପଣ କେବେ ଲକ୍ଷ୍ୟ କରିଅଛନ୍ତି? ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଧୁକ। ଏଠାରେ ଆମେ ଏହି ହୃଦ୍ବୋଧ ପାଉଅଛୁ ଯେ ନିୟମ ସିନ୍ଧୁକ ଈଶ୍ୱରଙ୍କ ନିମନ୍ତେ ଅତି ଗୁରୁତ୍ୱପୂର୍ଣ୍ଣ। ଯେଉଁ ନିୟମ ସିନ୍ଧୁକକୁ ବହନ କରି ଆଣିବା ନିମନ୍ତେ ଯାଜକମାନେ ଓ ଲେବୀୟମାନେ ଆପଣମାନଙ୍କୁ ପବିତ୍ର କଲେ। 15 ପଦରେ ଲେଖା ଅଛି, ପୁଣି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ମୋଶା ଯେପରି ଆଜ୍ଞା କରିଥିଲେ ତଦନୁସାରେ ଲେବୀୟ ସନ୍ତାନମାନେ ପରମେଶ୍ୱରଙ୍କ ସିନ୍ଧୁକକୁ ତହିଁର ସାଙ୍ଗୀ ଦ୍ୱାରା ଆପଣା ଆପଣା କାନ୍ଧରେ ବହିଲେ। ଗଣନା ପୁସ୍ତକ 4 ପର୍ବରେ ନିୟମ ସିନ୍ଧୁକ ବହନ କରିବା ନିମନ୍ତେ ସଦାପ୍ରଭୁ ମୋଶାଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହା ଦାଉଦ ଏଠାରେ ପ୍ରୟୋଗ କରୁଅଛନ୍ତି। ରାଜା ଦାଉଦଙ୍କୁ ଆମେ ଜାଣୁ ଯେ ସେ ଜଣେ ସଙ୍ଗୀତଜ୍ଞ ଥିଲେ ଓ ସେ ଏହି ବିଷୟ ସବୁରେ ସଙ୍ଗୀତକୁ ପସନ୍ଦ କରିଥିଲେ। 16 ପଦରେ ଲେଖା ଅଛି, ଆଉ ଦାଉଦ ଲେବୀୟମାନଙ୍କର ପ୍ରଧାନ ବର୍ଗଙ୍କୁ କହିଲେ, ତୁମେମାନେ ଆପଣମାନଙ୍କ ଗାୟକ ଭ୍ରାତୃଗଣକୁ ନେବଲ ଓ ବୀଣା ଓ କରତାଳ ବାଦ୍ୟଯନ୍ତ୍ର ନେଇ ଉଚ୍ଚ ସ୍ୱରରେ ଆନନ୍ଦଧ୍ୱନି କରିବା ପାଇଁ ନିଯୁକ୍ତ କର। ଦାଉଦ ସେହି ନିୟମ ସିନ୍ଧୁକକୁ ବହନ କରି ଆଣିବା ସମୟରେ ସଙ୍ଗୀତର ଆୟୋଜନ କରିଥିଲେ। ଯେତେବେଳେ ସେହି ନିୟମ ସିନ୍ଧୁକ ଜିରୁସାଲମକୁ ଅଣାଗଲା, ସେହିଦିନ ଏକ ମହାନ ଦିନ ହିସାବରେ ପାଳିତ ହେବାକୁ ଥିଲା। ଦାଉଦ ରାଜା ଜିରୁସାଲମକୁ ଆସିବାରେ ଏହା ଥିଲା ସବୁଠାରୁ ଶ୍ରେଷ୍ଠତର ବିଷୟ। ଦାଉଦ ରାଜା ଜିବୁସୀୟମାନଙ୍କ ହସ୍ତରୁ ଜିରୁସାଲମକୁ ଅଧିକାର କରିବା ନିମନ୍ତେ ଆସିବାର ବିଷୟକୁ ଏପରିକି ଈଶ୍ୱର ବର୍ଣ୍ଣନା କରିନାହାନ୍ତି, କିମ୍ବା ସେ ଯେଉଁ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲେ ତାହା ମଧ୍ୟ ବର୍ଣ୍ଣନା କରିନାହାନ୍ତି। ଈଶ୍ୱର ଏଠାରେ ଆତ୍ମିକ ବିଷୟ ଉପରେ ବିଶେଷ ଗୁରୁତ୍ୱ ଦେଇଅଛନ୍ତି ଏବଂ ମୋର ବିଶ୍ୱାସ ଯେ ଆମେ ଏଥିରୁ ମଧ୍ୟ ଶିକ୍ଷା ପାଉଅଛୁ। ଆମେ ଈଶ୍ୱରଙ୍କ ବିଷୟକୁ ପ୍ରଥମ ସ୍ଥାନ ଦେବା ଉଚିତ ଓ ଈଶ୍ୱରଙ୍କ ବିଷୟରେ ଉଦ୍ଯୋଗୀ ହେବା ଉଚିତ ଓ ଈଶ୍ୱରଙ୍କ ବାକ୍ୟକୁ ଗୁରୁତ୍ୱ ଦେବା ଉଚିତ। ଖ୍ରୀଷ୍ଟଙ୍କ ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ସ୍ଥାନ ପ୍ରସ୍ତୁତ କରି ରଖିବା ଉଚିତ। 25 ପଦରେ ଲେଖା ଅଛି, ତହୁଁ ଦାଉଦ ଓ ଇସ୍ରାଏଲର ପ୍ରାଚୀନ ବର୍ଗ ଓ ସହସ୍ରପତିମାନେ ଓବେଦ ଇଦୋମର ଗୃହରୁ ଆନନ୍ଦପୂର୍ବକ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଆଣିବାକୁ ଗଲେ। ଆପଣଙ୍କର ମନେଥିବ ଯେ ଏହି ନିୟମ ସିନ୍ଧୁକ ପ୍ରଥମ ଥରେ ଆସିବା ସମୟରେ ଓବେଦ ଇଦୋମର ଗୃହରେ ରହିଥିଲା ଓ ବର୍ତ୍ତମାନ ଦାଉଦ ଓ ତାହାଙ୍କର ଲୋକମାନେ ସେହି ନିୟମ ସିନ୍ଧୁକକୁ ଓବେଦ ଇଦୋମର ଗୃହରୁ ଆଣିବାକୁ ଯାଉଅଛନ୍ତି। ବାସ୍ତବରେ ଏହି ଦିନ କେତେ ମହାନ ଦିନ ଥିଲା। 26 ପଦରେ ଲେଖା ଅଛି, ପୁଣି ଯେଉଁ ଲେବୀୟମାନେ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ବହିଲେ ପରମେଶ୍ୱର ସେମାନଙ୍କର ସାହାଯ୍ୟ କରନ୍ତେ, ସେମାନେ 7 ବଳଦ ଓ 7 ମେଷ ବଳିଦାନ କଲେ। ତେବେ ଏହି ସମସ୍ତ ବଳିଦାନ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ, କାରଣ ଖ୍ରୀଷ୍ଟ ହିଁ ସମସ୍ତ ବଳିଦାନର ଅନ୍ତ। ଏହାପରେ 27ରୁ 28 ପଦରେ ଏହିପରି ଲେଖା ଅଛି, ଆଉ ଦାଉଦ ଓ ସିନ୍ଧୁକ ବାହକ ଲେବୀୟମାନେ ଓ ଗାୟକମାନଙ୍କ ସହିତ ଗୀତ ଶିକ୍ଷକ କନନୀୟ ସମସ୍ତେ ଶୁଭ୍ର ଖୋମ ବସ୍ତ୍ରର ଚୋଗା ପିନ୍ଧିଥିଲେ। ଆଉ ଦାଉଦଙ୍କର ଦେହରେ ଶୁଭ୍ର ଖୋମ ବସ୍ତ୍ରର ଏଫୋଦ ଥିଲା। ଏହି ରୂପେ ଉଚ୍ଚ ସ୍ୱରରେ ଜୟଧ୍ୱନି କରି ସିଙ୍ଗା ଓ ତୁରୀ ଓ କରତାଳ ଓ ନେବଲ ଓ ବୀଣା ବଜାଇ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଆଣିଲେ। ମୁଁ ଭାବୁଛି ଦାଉଦ ଦେଶ ଜୟ କରି ମଧ୍ୟ ଏପରି ଆନନ୍ଦ ଓ ଉଲ୍ଲାସର କୋଳାହଳରେ ବାହୁଡ଼ି ନଥିବେ କି ଲୋକମାନେ ତାହାଙ୍କୁ ଏହିପରି ସ୍ୱାଗତ ଜଣାଇ ନଥିବେ, ଯାହାକି ଏହି ନିୟମ ସିନ୍ଧୁକ ବହନ କରି ଆଣିବା ସମୟରେ ସେମାନେ ଆନନ୍ଦରେ ଜୟଧ୍ୱନି କରିଥିଲେ। ବାସ୍ତବରେ ନିୟମ ସିନ୍ଧୁକକୁ ସେମାନେ କେତେ ଆନନ୍ଦ ଓ ମହା ଜୟଧ୍ୱନିରେ ସହିତ ବହନ କରି ଆଣିଥିଲେ। ସେମାନଙ୍କ ମନ ଆନନ୍ଦରେ ଭରିଯାଇଥିଲା, ସମସ୍ତଙ୍କ ମୁଖରେ ହସର ସୁଅ ଛୁଟିଥିଲା। କିନ୍ତୁ ଆଜି ଲୋକମାନେ ଈଶ୍ୱରଙ୍କୁ ଉପାସନା କରିବାକୁ ଯିବା ସମୟରେ ସେମାନଙ୍କ ମନରେ ଆନନ୍ଦ ବା ହସ ଦେଖାଯାଇନଥାଏ, ସତେ ଯେପରି ସେମାନେ ଏକ ମୃତ ଈଶ୍ୱରଙ୍କର ଉପାସନା କରିବା ନିମନ୍ତେ ଯାଉଅଛନ୍ତି। ସେମାନଙ୍କର ସଙ୍ଗୀତରେ ମଧ୍ୟ କୌଣସି ପ୍ରକାର ଶିହରଣ ନଥାଏ। ମାତ୍ର ଦେଖନ୍ତୁ ଦାଉଦ ଓ ତାଙ୍କର ଲୋକମାନଙ୍କର କି ଆନନ୍ଦ ଓ ଉଲ୍ଲାସ।
ପ୍ରଭୁ ଆଜି ଆମମାନଙ୍କ ଜୀବନରୁ ସେହି ପ୍ରକାର ଆନନ୍ଦ ଉଲ୍ଲାସ ଚାହାନ୍ତି। ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ସମୟରେ ଆନନ୍ଦ ମନରେ ତାଙ୍କର ଧନ୍ୟବାଦ ପ୍ରଶଂସା କରିବା ଉଚିତ। ସେଥିପାଇଁ ଗୀତ 100 ପର୍ବର 4 ପଦରେ ଏହିପରି ଲେଖା ଅଛି, ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର, ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର। କିନ୍ତୁ ସେ ଯାଉନା କାହିଁକି ଏଠାରେ ଆମେ ଲକ୍ଷ୍ୟ କରୁଅଛୁ ଯେ ସମସ୍ତେ ଦାଉଦଙ୍କ ସହିତ ଏହି ଉତ୍ସବରେ ଏକମତ ହୋଇନଥିଲେ। 29 ପଦରେ ଲେଖା ଅଛି, ପୁଣି ଦାଉଦ ନଗରରେ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଉପସ୍ଥିତ ହୁଅନ୍ତେ ସାଉଲଙ୍କ କନ୍ୟା ମିଖଲ ଝରକା ବାଟେ ଅନାଇ ଦାଉଦ ରାଜାଙ୍କୁ ନୃତ୍ୟ ଓ ଆନନ୍ଦ କରିବାର ଦେଖିଲା। ତହିଁରେ ସେ ମନେ ମନେ ତାଙ୍କୁ ତୁଚ୍ଛ କଲା। ଏହି ମିଖଲ ସାଉଲ ରାଜାଙ୍କର କନ୍ୟା ଥିଲା ଓ ଦାଉଦଙ୍କର ପ୍ରଥମ ସ୍ତ୍ରୀ ଥିଲା। ସେ ଯେ ଦାଉଦଙ୍କ ସହିତ ଈଶ୍ୱରଙ୍କ ସେବାରେ ଆନନ୍ଦ ଲାଭ କରୁଅଛନ୍ତି ଏହିପରି ଭାବ ଦେଖାଇ ସେ ତାହାଙ୍କ ପ୍ରତି ଚାହିଁଲା, କିନ୍ତୁ ସେ ପ୍ରକୃତରେ ଆନ୍ତରିକତାର ସହିତ ତାହାଙ୍କୁ ଏହିପରି କରିବାର ଦେଖି ତୁଚ୍ଛ କରୁଥିଲା। ସେ ଭାବିଥିଲା ଯେ ଦାଉଦ ବୋଧହୁଏ ଭାବବିହ୍ୱଳ ହୋଇ ଅନ୍ଧ ହୋଇଯାଇଛନ୍ତି, କିନ୍ତୁ ପ୍ରକୃତରେ ତାହା ନଥିଲା। ମାତ୍ର ଦାଉଦ ପ୍ରଭୁଙ୍କ ପ୍ରଶଂସା କରିବାରେ ଅଧିକ ଆନନ୍ଦ ଉପଭୋଗ କରୁଥିଲେ। ସେ ନିଜର ନିଜତ୍ୱକୁ ମଧ୍ୟ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ସେ ସେତେବେଳେ ନିଜକୁ ରାଜା ବୋଲି ଭାବି ନିଜର ମାନ ସମ୍ମାନ କିମ୍ବା ପଦ ମର୍ଯ୍ୟାଦା ପ୍ରତି ଦୃଷ୍ଟି ଦେଇନଥିଲେ। ବାସ୍ତବରେ ଧନ୍ୟ ସେହି ଭକ୍ତ ଦାଉଦ ଯେ କି ପ୍ରଭୁଙ୍କ ଆନନ୍ଦରେ ମଜି ଯାଇଥିଲେ। ଆଜି ଆମମାନଙ୍କ ହୃଦୟ ମଧ୍ୟରୁ ପ୍ରଭୁଙ୍କର ପ୍ରଶଂସା କରିବା ସମୟରେ ସେହି ଆନନ୍ଦ ଓ ଉଲ୍ଲାସ ଉଛୁଳି ଉଠିବା ଉଚିତ। କିନ୍ତୁ ଏହାର ଅର୍ଥ ନୁହେଁ ଆମେ ଅଯଥାରେ ଧର୍ମୋନ୍ମାଦ କରିବା, ମାତ୍ର ଆନ୍ତରିକ ଭାବେ ଆମ୍ଭମାନଙ୍କ ଜୀବନରେ ସେହି ଅକୁହା ଆନନ୍ଦ ଉଛୁଳି ଉଠିବା ଦରକାର। ତାହା ହିଁ ଏହି 15 ପର୍ବ ମଧ୍ୟରୁ ଆମମାନଙ୍କ ନିମନ୍ତେ ଏକ ମହାନ ଶିକ୍ଷା ମିଳେ। ବର୍ତ୍ତମାନ ଆମେ ପ୍ରଥମ ବଂଶାବଳୀର 16 ପର୍ବ ମଧ୍ୟକୁ ଯିବା। ଏହି 16 ପର୍ବର ମୁଖ୍ୟ ଆଲୋଚନାର ବିଷୟ ହେଉଛି ଯେ ସେହି ନିୟମ ସିନ୍ଧୁକ ଯେଉଁ ସ୍ଥାନରେ ରହିବା କଥା ଥିଲା ସେହି ସ୍ଥାନରେ ରଖାଗଲା। ତେବେ ଏହି 16 ପର୍ବରେ ଆମେ ଦେଖିବାକୁ ଯିବା ଯେ ଏହି ନିୟମ ସିନ୍ଧୁକକୁ ରଖିବା ନିମନ୍ତେ ଦାଉଦ ଯେଉଁ ତମ୍ବୁ ସ୍ଥାପନ କରିଥିଲେ ସେହି ତମ୍ବୁ ମଧ୍ୟରେ ଏହା ରହିଲା। ଦାଉଦ ଏହି ନିୟମ ସିନ୍ଧୁକର ରକ୍ଷଣାବେକ୍ଷଣ ପ୍ରତି ନିତ୍ୟ ଦୃଷ୍ଟି ଦେଲେ। 16 ପର୍ବର ପ୍ରଥମ 3 ପଦରେ ଲେଖା ଅଛି, ଏଥି ଉତ୍ତାରେ ସେମାନେ ପରମେଶ୍ୱରଙ୍କ ସିନ୍ଧୁକ ଭିତରକୁ ଆଣି ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ବୁ ସ୍ଥାପନ କରିଥିଲେ ତହିଁ ମଧ୍ୟରେ ରଖିଲେ। ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବାର ସମାପ୍ତ କଲା ଉତ୍ତାରେ ସେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। ଆଉ ସେ ଇସ୍ରାଏଲର ପ୍ରତ୍ୟେକ ଲୋକକୁ ପୁରୁଷ ଓ ସ୍ତ୍ରୀ ପ୍ରତି ଜଣକୁ ଏକ ଏକ ରୋଟି ଓ ମାଂସର ଏକ ଏକ ଅଂଶ ଓ ଏକ ଏକ ଖଣ୍ଡ ଦ୍ରାକ୍ଷା ଚକ୍ତି ପରିବେଷଣ କଲେ। ଇସ୍ରାଏଲ ଲୋକମାନଙ୍କ ପକ୍ଷରେ ଏହା ଏକ ମହା ଆନନ୍ଦର ଉତ୍ସବ ଥିଲା। ସେମାନେ ସେହି ସିନ୍ଧୁକକୁ ଆଣି ଦାଉଦଙ୍କ ନିର୍ମିତ ତମ୍ବୁ ମଧ୍ୟରେ ସ୍ଥାପନ କରିବା ପରେ ହୋମବଳି ଉତ୍ସର୍ଗ କଲେ। ଏଥିପୂର୍ବରୁ ଆମେ ଲେବୀୟ ପୁସ୍ତକରେ ଅଧ୍ୟୟନ କରି ଦେଖିଥିଲୁ ଯେ ଈଶ୍ୱର ଖ୍ରୀଷ୍ଟଙ୍କ ମଧ୍ୟରେ ଯାହା ଦେଖନ୍ତି ତାହା ହିଁ ଏହି ହୋମବଳି ଉପସ୍ଥାପିତ କରେ, ଅର୍ଥାତ୍ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱକୁ ଉପସ୍ଥାପିତ କରେ। ଏହି ହୋମବଳି ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ଯାଇ ପହଞ୍ଚିଲା। ସେମାନେ ମଧ୍ୟ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ, ଯାହାକି ଖ୍ରୀଷ୍ଟଙ୍କ ରକ୍ତରେ ସ୍ଥାପିତ ହୋଇଥିବା ଶାନ୍ତିକୁ ପ୍ରକାଶ କରେ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି କ୍ରୁଶରେ ସାଧନ କଲେ। ପ୍ରତ୍ୟେକ ବିଷୟ ଈଶ୍ୱର ଓ ଆମମାନଙ୍କ ମଧ୍ୟରେ ଠିକ୍ ଥାଏ ଯେତେବେଳେ ଆମେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ ହେଉ। ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱର ମହିମା ଓ ସେ ଯେ ପାପୀର ଉଦ୍ଧାର ନିମନ୍ତେ ତାହାଙ୍କର ପବିତ୍ର ରକ୍ତ ଢାଳି ଅଛନ୍ତି ସେହି ସୁସମାଚାର ଆମେ ଏହି ପୁରାତନ ନିୟମରେ ଲକ୍ଷ୍ୟ କରିବାକୁ ପାରୁଅଛୁ। 16 ପର୍ବର 4 ପଦରେ ଲେଖା ଅଛି, ଏଉତାରେ ସେ ସଦାପ୍ରଭୁଙ୍କ ସିନ୍ଧୁକ ସମ୍ମୁଖରେ ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ସ୍ମରଣ ଓ ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ କେତେକ ଲେବୀୟ ଲୋକଙ୍କୁ ନିଯୁକ୍ତ କଲେ। ଏଥିରୁ ଆମକୁ ଏହି ଶିକ୍ଷା ମିଳେ ଯେ ଆମେ ଈଶ୍ୱରଙ୍କ ବାକ୍ୟରେ ପୁରାପୁରି ମଜିଯିବା ଉଚିତ, ଯେପରି ଆମେ ଈଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କରୁଅଛୁ ବୋଲି ଅନୁଭବ କରିବାକୁ ପାରିବା। ଦାଉଦ ଏହି ନିୟମ ସିନ୍ଧୁକର ରକ୍ଷଣାବେକ୍ଷଣ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଦଳର ଲୋକମାନଙ୍କୁ ନିଯୁକ୍ତି ଦେଇଥିଲେ, ଅର୍ଥାତ୍ ଲେବୀୟ ଲୋକଙ୍କୁ ନିଯୁକ୍ତ କଲେ। ସେମାନଙ୍କ ମଧ୍ୟରେ ଆସଫ ହେଲେ ପ୍ରଧାନ, ଦ୍ୱିତୀୟରେ ଜିଖରିୟ ଓ ଏହାପରେ ସେମାନଙ୍କ ମଧ୍ୟରୁ ଆଉ କେତେକ ଲୋକ। ଆଉ ବାସ୍ତବରେ ସେଠାରେ ତାହାଙ୍କର କିଭଳି ସଙ୍ଗୀତ ଦଳ ନଥିଲେ?
ବର୍ତ୍ତମାନ ଆମେ ଦାଉଦଙ୍କର ଏକ ଉଚ୍ଚ ପ୍ରଶଂସିତ ଧନ୍ୟବାଦର ଗୀତ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ 16 ପର୍ବର 7 ପଦରେ ଲେଖା ଅଛି, ଆଉ ସେହିଦିନ ଦାଉଦ ପ୍ରଥମେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ କରିବାର ଭାର ଆସଫ ଓ ତାହାର ଭ୍ରାତୃଗଣର ହସ୍ତରେ ସମର୍ପଣ କଲେ। ଆମେ ଏହି ଗୀତଟିକୁ ପୁନର୍ବାର ଗୀତ ସଂହିତା 105 ପର୍ବରେ ଲକ୍ଷ୍ୟ କରିବାକୁ ପାରିବା। ସେଠାରେ ଏହିପରି ଲେଖା ଅଛି, ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀବର୍ଗ ମଧ୍ୟରେ ତାହାଙ୍କ କ୍ରିୟା ସକଳ ଜଣାଅ, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ତୁମେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କଥୋପକଥନ କର। ପ୍ରିୟ ବନ୍ଧୁ, କିନ୍ତୁ ଦୁଃଖର ବିଷୟ, ଆଜି ମନୁଷ୍ୟ ଈଶ୍ୱରଙ୍କ ବିଷୟରେ ବା ତାହାଙ୍କର ବାକ୍ୟ ବିଷୟରେ ଆଲୋଚନା ବା ପ୍ରଚାର କରିବା ପରିବର୍ତ୍ତେ ନିଜକୁ ପ୍ରଚାର କରୁଅଛି। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ବା ବିଶ୍ୱାସିନୀ ପରିବାରର ପିଲାମାନେ ଟେଲିଭିଜନରେ ଦିଆଯାଉଥିବା ବିଜ୍ଞାପନ ବା ବିଭିନ୍ନ ପ୍ରକାରର ସିରିଏଲ କିମ୍ବା ଚଳଚ୍ଚିତ୍ର ଉପରେ ବିଶେଷ କିଛି ଜାଣିଥାନ୍ତି, ମାତ୍ର ଈଶ୍ୱରଙ୍କ ବାକ୍ୟ ସମ୍ବନ୍ଧରେ ସେମାନେ ପୁରାପୁରି ଅଜ୍ଞ। ଏପରିକି ସେମାନେ କ୍ରିକେଟ ଖେଳ ପ୍ରଭୃତି କିମ୍ବା ଅନ୍ୟାନ୍ୟ ଖେଳ ପ୍ରଭୃତି ବିଷୟ ନେଇ ବା ରାଜନୈତିକ ପରିସ୍ଥିତି ନେଇ ବିଶେଷ କିଛି ଆଲୋଚନା କରନ୍ତି, ମାତ୍ର ଈଶ୍ୱରଙ୍କ ବାକ୍ୟ ନେଇ କେବେ ଚିନ୍ତା କରନ୍ତି ନାହିଁ, କି କାହାକୁ ପଦେ ହେଲେ ଈଶ୍ୱରଙ୍କ ବାକ୍ୟ ନେଇ କିଛି କୁହନ୍ତି ନାହିଁ। କିନ୍ତୁ ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟରେ ମନୋଯୋଗୀ ହୁଅନ୍ତୁ ଓ ଖ୍ରୀଷ୍ଟଙ୍କଠାରେ ଯେଉଁ ମୁକ୍ତି ଓ ସ୍ୱାଧୀନତା ଅଛି ତାହା ଶିକ୍ଷା କରିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଦାଉଦଙ୍କର ସେହି ଧନ୍ୟବାଦାର୍ଥକ ଗୀତ ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆଲୋଚନା କରିବା। କିନ୍ତୁ ଏଠାରେ ମୁଁ ଆପଣଙ୍କୁ କହି ରଖେ ଯେ ଆମେ ପ୍ରତ୍ୟେକ ଈଶ୍ୱରଙ୍କ ବାକ୍ୟରେ ମନୋଯୋଗୀ ହେବା ଉଚିତ, ଯେହେତୁ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ସୁଶିକ୍ଷା, ସୁପରାମର୍ଶ, ସୁଚେତନା, ସୁଉପଦେଶ ପ୍ରଦାନ କରେ। ଆଉ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଏ ଅନ୍ଧକାରମୟ ଜଗତରେ ପଥ ଦେଖାଏ। ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆମମାନେ ସାନ୍ତ୍ୱନା ପ୍ରାପ୍ତ ହୋଇଥାଉ। ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆମମାନେ ଶକ୍ତିପ୍ରାପ୍ତ ହୋଇଥାଉ। ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆମେ ଈଶ୍ୱରଙ୍କର ଇଚ୍ଛା ଅଭିମତକୁ ଜାଣିଥାଉ। ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଆମେ ଈଶ୍ୱରଙ୍କୁ ମଧ୍ୟ ଜାଣିବା ନିମନ୍ତେ ସକ୍ଷମ ହୋଇଥାଉ। କିନ୍ତୁ ଯଦି ଈଶ୍ୱରଙ୍କ ବାକ୍ୟକୁ ଆମମାନେ ଅବହେଳା କରୁ, ତାହେଲେ ଆମମାନେ କେବେ ହେଲେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହୋଇପାରିବା ନାହିଁ। ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହେବାକୁ ହେଲେ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ଜୀବନ ଅତିବାହିତ କରିବାକୁ ହେବ। ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ସମୟ ଦେବାକୁ ହେବ। ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରି ତହିଁରୁ ଶିକ୍ଷା ଗ୍ରହଣ କରିବାକୁ ହେବ। ଈଶ୍ୱରଙ୍କ ବାକ୍ୟକୁ ଚିନ୍ତା କରିବାକୁ ହେବ। କିନ୍ତୁ ଆଜି ଆମେ କାହା ବିଷୟରେ ଚିନ୍ତା କରୁଛୁ? କେବଳ ଜଗତ ବିଷୟରେ, ବିଭିନ୍ନ ପ୍ରକାର ଖେଳ କୌତୁକ ବିଷୟରେ, ଫିଲ୍ମ ବିଷୟରେ, ସିରିଏଲ ବିଷୟରେ, ଏହି ପ୍ରକାର ଭାବେ ଆମମାନେ ବିଭିନ୍ନ ବିଷୟରେ ଆଲୋଚନା କରୁଛୁ, ମାତ୍ର ଈଶ୍ୱରଙ୍କର ବାକ୍ୟ ବିଷୟରେ ଆମମାନେ ଆଲୋଚନା କରିବା ପାଇଁ ଭୁଲି ଯାଉ। ଈଶ୍ୱରଙ୍କ ବାକ୍ୟକୁ ଆମମାନେ କେବେ ହେଲେ ସ୍ମରଣ କରୁନା, ମାତ୍ର ଆମମାନଙ୍କର ଜୀବନର ଗତିପଥ ହେଉଛି ଈଶ୍ୱରଙ୍କର ବାକ୍ୟ। ଈଶ୍ୱରଙ୍କ ବାକ୍ୟକୁ ପରିତ୍ୟାଗ କଲେ ଆମମାନେ କେବେ ହେଲେ ଏହି ଜଗତ ମଧ୍ୟରେ ସତ୍ ମାର୍ଗରେ ଚାଲିପାରିବା ନାହିଁ କି ଧାର୍ମିକତାର ପଥରେ ଅନୁଗାମୀ ହୋଇପାରିବା ନାହିଁ। ତେଣୁ ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରିବା, ଧ୍ୟାନ କରିବା, ତାହା ହେଉଛି ଖ୍ରୀଷ୍ଟୀୟ ଜୀବନରେ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ଆମେ ଈଶ୍ୱରଙ୍କ ବାକ୍ୟରେ ଯଦି ମନୋଯୋଗ କରୁ, ତାହେଲେ ଆମେ ନିଶ୍ଚିତ ଭାବରେ ଜୀବନରେ ସଫଳତାର ପଥରେ ଅଗ୍ରସର ହୋଇପାରିବା। କାରଣ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଆମମାନଙ୍କୁ ସମସ୍ତ ବିଷୟରେ ଶିକ୍ଷା ଦିଆଯାଇଅଛି। କେବଳ ସେତିକି ନୁହେଁ, ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ନିମନ୍ତେ ଶାନ୍ତିଦାୟକ, ଶକ୍ତିଦାୟକ, ସାନ୍ତ୍ୱନାଦାୟକ, ଭରସାଦାୟକ ଏବଂ ଆମମାନଙ୍କ ପାଇଁ ଅନନ୍ତ ଜୀବନଦାୟକ। ଈଶ୍ୱରଙ୍କର ବାକ୍ୟ ବିହୀନ ଜୀବନ ହେଉଛି ଏକ ଶୁଷ୍କ ଜୀବନ। ଆମମାନେ ଆସୁ ଈଶ୍ୱରଙ୍କର ପଥରେ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କର ବାକ୍ୟକୁ ନିଜ ନିଜ ହୃଦୟ ମଧ୍ୟରେ ଗ୍ରହଣ କରି ତଦନୁଯାୟୀ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ। ହଁ, ମୁଁ ଜାଣେ ଏହା ଏତେ ସହଜ ବିଷୟ ନୁହେଁ। ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ହେଲେ ଆମମାନଙ୍କୁ ଅନେକ ସ୍ୱାର୍ଥ ତ୍ୟାଗ କରିବାକୁ ହେବ। ଆମମାନଙ୍କର ଇଚ୍ଛାକୁ ଜଳାଞ୍ଜଳି ଦେବାକୁ ହେବ। ତାହେଲେ ଆମେ ଯାଇ ଈଶ୍ୱରଙ୍କର ଅଭିମତକୁ ସଫଳ କରିପାରିବା।
କାରଣ ଈଶ୍ୱରଙ୍କର ଚିନ୍ତାଧାରା ଆମମାନଙ୍କର ଚିନ୍ତାଧାରାଠାରୁ ଭିନ୍ନ। ତାହାଙ୍କର ସଂକଳ୍ପ ଆମମାନଙ୍କର ସଂକଳ୍ପଠାରୁ ଅନେକ ଉଚ୍ଚତର ଏବଂ ତାହାଙ୍କର ବିଚାର ଆମମାନଙ୍କର ବିଚାରଧାରାଠାରୁ ଯଥେଷ୍ଟ ନ୍ୟାୟଜନକ ଏବଂ ଯଥେଷ୍ଟ ଶ୍ରେଷ୍ଠତର। ତେଣୁ ଈଶ୍ୱରଙ୍କର ବାକ୍ୟ ହିଁ ଆମମାନଙ୍କର ଜୀବନର ମାନଦଣ୍ଡ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆମେ ଅଧ୍ୟୟନ କଲୁ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ସମସ୍ତ ଜିହୁଦୀ ଈଶ୍ୱରଙ୍କ ଗୌରବ ପ୍ରଶଂସା କଲେ ଓ ସେମାନଙ୍କ ବଳିଦାନ ଉତ୍ସର୍ଗ କଲେ। ଉପାସନା ନିମନ୍ତେ ବିଭିନ୍ନ ଦାୟିତ୍ୱ ଲେବୀୟମାନଙ୍କୁ ଦିଆଯାଇଥିଲା। ଆଜି ଆମେ ଯେତେବେଳେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଯାଉଅଛୁ, ଆମ ପ୍ରତିକ୍ରିୟା କ'ଣ? ଆମେ କ'ଣ ସେ ଉତ୍ସାହ ଉଦ୍ଦୀପନାର ସହିତ ତାଙ୍କ ଉପାସନା କରୁଅଛୁ କି? ଆମେ ଅଶୋକଙ୍କୁ ଦେଖୁ ଯେ ସଙ୍ଗୀତଜ୍ଞ ଥିଲେ। ସେ ଗୀତ ମାଧ୍ୟମରେ ଈଶ୍ୱରଙ୍କ ପ୍ରଶଂସା କରୁଥିଲେ। ଈଶ୍ୱର ଆମଠାରୁ ପ୍ରଶଂସା ଚାହାନ୍ତି। ସେ ଆମ ଜୀବନରେ ଯାହା ସବୁ କରିଅଛନ୍ତି ସେଥିପାଇଁ ଆମେ ତାଙ୍କ ପ୍ରଶଂସା କରିବା ଆବଶ୍ୟକ। ଆମେ କ'ଣ ସମସ୍ତ ମନ ପ୍ରାଣ ଓ ହୃଦୟ ଦେଇ ପ୍ରଭୁଙ୍କ ପ୍ରଶଂସା କରୁଅଛୁ କି? ଆଜି ତ ଆମ ସମୟ ଏଠାରେ ଶେଷ ହେବାକୁ ଗଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆଜି ପାଇଁ ବିଦାୟ ଦିଅନ୍ତୁ। ରହିଲୁ, ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ଯୀଶୁ, ତୁମର ମହତ୍ ନାମକୁ ଧନ୍ୟବାଦ ଦେଉଅଛୁ। ପ୍ରିୟ ପ୍ରଭୁ, ଆଜି ଏକ ବିଶେଷ ଦିନରେ ତୁମ ଆମମାନଙ୍କୁ ଏକ ନୂତନ ଶିକ୍ଷା ପ୍ରଦାନ କରିଅଛ। ତୁମର ମହତ୍ ନାମକୁ ଧନ୍ୟବାଦ ଦେଉଛୁ। ହଁ ପ୍ରଭୁ, ତୁମେ ଯେପରି କହିଅଛ ତୁମର ପ୍ରଶଂସା କରିବା ଉଚିତ। ହଁ ପ୍ରଭୁ, ଆମେ ଯେଭଳି ଭାବରେ ତୁମର ପ୍ରଶଂସା କରିବୁ, ତୁମର ସ୍ତୁତି ଗାନ କରିବୁ, ତୁମେ ସେହିପରି ପ୍ରଭୁ ଆମମାନଙ୍କ ପ୍ରତ୍ୟେକ ଜଣଙ୍କର ପ୍ରଭୁ ମନରେ ତୁମେ କଥା କୁହ ବୋଲି ପ୍ରାର୍ଥନା କରୁଛୁ। ପ୍ରତ୍ୟେକ ଜଣଙ୍କୁ ପ୍ରଭୁ, ଆମ ଦର୍ଶକ ବନ୍ଧୁମାନଙ୍କୁ ତୁମ ଚରଣରେ ରଖିଲି। ପ୍ରତ୍ୟେକ ଜଣଙ୍କୁ ତୁମେ ଆଶୀର୍ବାଦ କର। ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତର ହେଲା ବି ଦାଉଦ। ଆଜିର ପ୍ରଶ୍ନଟି ହେଲା, ନିୟମ ସିନ୍ଦୁକ କାହାର ସ୍କନ୍ଧରେ ବହନ କରାଯିବାକୁ ଥିଲା? ଏ ଫାରୁସି, ବି ସାଦୁକି, ସି ରାଜା, ଡି ଯାଜକ। এই ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ଏ, ବି, ସି, ଡି ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଝାରସୁଗୁଡ଼ାରୁ PK ନାୟକ ଓ ପରିବାର।